ଯେତେବେଳେ ସମାନ ହେଇଯାଏ ସେତେବେଳେ ବୁଝାଯାଏ ଯେ ସୌଦାର ଓଜନଟା ଠିକ ହେଲା। ଠାକୁର ଅତି ଗମ୍ଭୀର ହେଇକି କହୁଛନ୍ତି ପରିଜା ସାହେବ ସାମାନ୍ୟ କିଲେ ଆଳୁ ତାର ଓଜନଟା ଠିକ ହେଲା କି ଭୁଲ ହେଲା ତାକୁ ଜାଣିବା ପାଇଁ ନିକିତିର ଗୋଟିଏ କଣ୍ଟା ସହିତ ଆଉ ଗୋଟିଏ କଣ୍ଟାକୁ ମିଳେଇ ନେବା ଯଦି ଏତେ ଦରକାର ପଡୁଥାଏ ତାହେଲେ ମଣିଷ ତାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଏନ୍ତୁଳିଶାଳରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଯେତେ ସମସ୍ତ କର୍ମ ମଣିଷ କରୁଛି ବାପ ହିସାବରେ ଯୋଉ କର୍ମ କରୁଛି ସ୍ତ୍ରୀ ହିସାବରେ ଯୋଉ କର୍ମ କରୁଛି ମା ହିସାବରେ ଯୋଉ କର୍ମ କରୁଛି ଶିକ୍ଷକ ହିସାବରେ ଛାତ୍ର ହିସାବରେ ଯାବତୀୟ କର୍ମ ମଣିଷ ତାର ସଂସାରରେ ଯାହା କିଛି କରୁଛି ଏହି କର୍ମ ଗୁଡିକ ଠିକ କର୍ମ କରୁଛି କି ଭୁଲ କର୍ମ କରୁଛି ତାକୁ ଜାଣିବା ପାଇଁ ତା ଜୀବନର କଣ ସେଇଭଳି ଜଣେ ଆଦର୍ଶର ପ୍ରୟୋଜନ ହୁଏ ନା ଯାହାକୁ ଦେଖିକି ମିଳେଇକି ସେ ବୁଝି ନବ ତା କର୍ମଟା ଠିକ ଅଛି କି ଭୁଲ ଅଛି। ସେ ଠାକୁରଙ୍କର ଏଇ ସହଜ ସରଳ ଗୋଟିଏ ଛୋଟିଆ ଉଦାହରଣ ଭିତରେ ପରିଜା ସାହେବ ସେଦିନ ଏତେ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ କହିଲେ ଠାକୁର ଜୀବନର ଏଭଳି ଏକ ଚରମ ସତ୍ୟକୁ ଆପଣ ଏତେ ସ୍ୱାଭାବିକ ଭାବରେ ଉପସ୍ଥାପନା କଲେ ଯାହା ବୁଝିବାକୁ ଆଉ କିଛି ବାକି ରହିଲା ନାହିଁ। ପ୍ରକୃତ ପକ୍ଷରେ ଆମର ଏଟା ଦରକାର। କିଏ ଶିଖେଇଦବ ଗୋଟିଏ ସ୍ତ୍ରୀ ବିଭିନ୍ନ ପ୍ରକାର ପରିବେଶ ଅବସ୍ଥା ପରିସ୍ଥିତି ଭିତରେ ବହୁ ଅଭାବ ଅନାଟନ ଭିତରେ ବହୁ ମାନସିକ ଚାହିଦା ଥିଲେ ବି ତାର ସ୍ୱାମୀକୁ କି ରକମ ନେଇକି ସେ ସଂସାର କରିବ ଏଟା ତାକୁ ବୁଝେଇଦବ କିଏ ବୁଝେଇଦବ ଗୋଟେ ମାକୁ ବିଭିନ୍ନ ପରିସର ଅବସ୍ଥା ପରିବେଶ ଭିତରେ ତାର ଛୁଆ ପିଲାଙ୍କୁ ଜନ୍ମ କରିବା ପୂର୍ବରୁ ତାର ନିଜର ମାନସିକ ଅବସ୍ଥା ଏବଂ ଚାଲିଚଳନ କି ରକମ ହେବା ଦରକାର ଏବଂ ଜନ୍ମ କରିସାରିଲା ପରେ ଏଇ ଯେ ପିଲାଟା ଆଜି ଆସିସାରିଛି ସଂସାରକୁ ତାକୁ ଭଲ ମଣିଷ କରିବା ପାଇଁ ବାପା ମା ତା ପ୍ରତି କି ପ୍ରକାର ସଜାଗ ହେଇକି ରହିବେ ଏବଂ ତା ଉପସ୍ଥିତିରେ କି ରକମ ଚାଲିଚଳନ ଆଚରଣ କଥାବାର୍ତ୍ତା କରିଲେ ତା ଭିତରେ ସୁପ୍ତ ଥିବା ସେଇ ଈଶ୍ୱରୀୟ ଗୁଣ ଗୁଡିକ ବିକଶିତ ହେଇ ଉଠିବ ତାର ଚେତନା ଭିତରେ ସୁପ୍ତ ରହିଥିବା ସେଇ ଜିନିଷ ଗୁଡାକ ବିକାଶ ଲାଭ କରିକି ତାକୁ ଗୋଟେ ଦେବ ଚରିତ୍ରରେ ବା ଗୋଟେ ଦେବ ମଣିଷରେ ରୂପାନ୍ତରିତ କରିବ ଏକଥାକୁ ଶିଖେଇଦବ କିଏ ଶିଖେଇଦବ ବାପା ମାଙ୍କୁ ଭଲ ପାଇବାକୁ ପଡେ କେମିତି କିଏ ଶିଖେଇଦବ ପିତୃଭକ୍ତିର କଥା ମାତୃଭକ୍ତିର କଥା ମଣିଷକୁ ଭଲ ପାଇବାର କଥା ଜୀବନର ପ୍ରତ୍ୟେକଟି ପ୍ରୟୋଜନ କିଏ ଶିଖେଇଦବ। ମୋର ଅନେକ ଦିନ ତଳର କଥା ମନେ ପଡୁଛି ବହୁ ବର୍ଷ ତଳର କଥା ମୋର ଗୋଟେ ଅତି ସାଙ୍ଗଟିଏ ଥିଲା ବୁଜୁମ ଫ୍ରେଣ୍ଡ ଯଦିଓ ସେ ସତ୍ସଙ୍ଗର ଲୋକ ନୁହେଁ ତାର ବାହାଘରକୁ ମୁଁ ଯାଇପାରିନଥିଲି। ଅନେକ ବର୍ଷ ପରେ ଠାକୁରଙ୍କର ଏଇ ସତ୍ସଙ୍ଗ କାର୍ଯ୍ୟକ୍ରମରେ ଯେତେବେଳେ ମୁଁ ସେଠିକି ଯାଇଥିଲି ସେ ଶୁଣିକି ଆସିକି ପହଞ୍ଚି କହିଲା ତୁ ଏଠିକି ଆସିଛୁ ଆଉ ଆଜି ଆମ ଘରକୁ ଯିବୁ। ମୁଁ କହିଲି ଦେଖ ଆଜି ଏଠି ସତ୍ସଙ୍ଗ ଉତ୍ସବ ଅଛି ମୁଁ ଯାଇପାରିବିନି ଆଉ ମୁଁ ଆଜି ରାତିରେ ଏଠି ରହିବି କାଲି ଯିବି। ପରଦିନ ମୁଁ ତା ଘରକୁ ଗଲି ତା ଘରେ ଯାଇକି ପହଞ୍ଚିଲା ବେଳକୁ ସେ ଘରେ ଜଷ୍ଟ ଉପସ୍ଥିତ ନଥିଲା। ତାର ସ୍ୱାମୀ ଗୋଟିଏ ତାର ସ୍ତ୍ରୀ ବହୁତ ଉଚ୍ଚ ଶିକ୍ଷିତା ଏବଂ ଗୋଟେ ସମ୍ଭ୍ରାନ୍ତ ବହୁ ବଡ ଲୋକ ପରିବାରର ଝିଅ ତାର ଗୋଟେ ଛୋଟିଆ ପୁଅଟିଏ ହେଇଛି 3 ବର୍ଷର ପୁଅଟିଏ ହେଇଛି। ତ ମୁଁ ତା ଘରେ ପହଞ୍ଚିବା ପରେ ତା ସ୍ତ୍ରୀ କହିଲା ସାର୍ ଯାଇଛନ୍ତି ବାହାରକୁ ଆଉ ଆପଣ ଟିକେ ଅପେକ୍ଷା କରନ୍ତୁ ସାର୍ ଆସିବେ। ତ ସେ ଅଳ୍ପ ସମୟ ଭିତରେ ଆସିଗଲା। ଭୀଷଣ ଭାବରେ ଖରା ହେଇଥାଏ ଗରମ ପଡିଥାଏ ପ୍ରବଳ ଗରମ ପଡିଥାଏ ଯାହା ହଉ ସେ ମତେ ଦେଖିକି ଏତେ ଖୁସି ହେଇଗଲା। 2 ଜଣ ସାଙ୍ଗ ବହୁ ବର୍ଷ ପରେ ଆମେ 2 ଜଣ ସାଙ୍ଗ ବସିକି ଗପସପ ହଉଛୁ ତା ସ୍ତ୍ରୀ କି କହିଲା ଦେଖ ଆଜି ବିନା ପିଆଜ ରସୁଣରେ ରୋଷେଇ କରିବୁ ଇଏ ପିଆଜ ରସୁଣ ଖାଏ ନା ବାସନ କୁସନ ସବୁ ଧୋଇ ପରିଷ୍କାର ପରିଚ୍ଛନ୍ନ କରିକି ରୋଷେଇବାସ କରିବୁ ସେ ଖାଇ ପିଇକି ଆମ ଘରୁ ଆଜି ଯିବ। ଯାଉ ତା ସ୍ତ୍ରୀ ବି ସେଇ କାମରେ ଲାଗିଲା। ପିଲାଟା ତାର ଅତ୍ୟନ୍ତ ଦୁଷ୍ଟ ଛୋଟ ପିଲାଟା କିଛି ବୁଝେ ନା ବିଭିନ୍ନ ଭାବରେ ଜିଦି କରୁଛି କାନ୍ଦୁଛି ଖପଡା ଦପଡା କରୁଛି ଇତ୍ୟାଦି ସେ ଛୁଆ କରୁଛି ଏବଂ ସିଏ ମୋ ପାଖରେ ବସିକି ବିଭିନ୍ନ କଥାବାର୍ତ୍ତା କରୁଛି। ତାକୁ ବି ଶୋଷ ହେଲାଣି ସେ ଉଠିବାକୁ ଚାହୁଁନି ତାର ମଝିରେ ତା ସ୍ତ୍ରୀ କି କହୁଛି ପାଣି ଗ୍ଲାସ ଦିଏନି। ତା ସ୍ତ୍ରୀ କହୁଛି ତମେ ଦେଖିପାରୁନ ତମେ ଟିକେ ଆଣିକି ଫ୍ରିଜରୁ ପିଇ ଦଉନ। ଛୁଆଟା ଏଠି ଝାମେଲା କରୁଛି ପୁଣି ସାରଙ୍କ ପାଇଁ ମୁଁ ରୋଷେଇ କରିବି। ଶୁଣିବାକୁ ଏଟା ଅତ୍ୟନ୍ତ ପ୍ରାସଙ୍ଗିକ ଲାଗୁଛି। ସେ ଜଣେ ଯଦି ଶୁଣେ ଯେ ସ୍ତ୍ରୀ ଲୋକଟିଆ ରୋଷେଇ କରୁଛି ଛୁଆଟାକୁ ସମ୍ଭାଳୁଛି ଏତେ ଝାମେଲା ଭିତରେ ପୁରୁଷ ଲୋକଟା ସେଇଠି ବସିକି ଆଡା ମାରିକି ଗପ କରୁଛି ସେ କଣ ପାଣି ଟିକେ ଆଣିକି ପିଇ ପାରୁନି ତା ସ୍ତ୍ରୀକି ବାରମ୍ବାର ମାଗୁଛି। ତ ଯାହା ହଉ ଏଇ ଘଟଣାଟି 2-4 ଥର ରିପିଟେଡ୍ ହେଲା। ସିଏ 3-4 ଥର ତା ସ୍ତ୍ରୀକି ପାଣି ମାଗିଲା ଆଉ ତା ସ୍ତ୍ରୀ ମଧ୍ୟ ତାକୁ ସମାନ ଉତ୍ତର ଦେଲା। କିଛି ସମୟ ଗପସପ ପରେ ମୁଁ କହିଲି ମୁଁ ଏଥର ଯାଉଛି। କହିଲା କଣ ଯିବୁ ତୁ ପୁରା ଖାଇକି ଯିବୁ। ମୁଁ କହିଲି ଶୁଣୁ ତୁ ଏ ଘରେ ପରିବାରର ମୁରବୀ ତୋ ରୋଜଗାରରେ ସଂସାର ଚଳୁଛି ସବୁ କିଛି ଚଳୁଛି ତୋରି ଉପରେ ଭିତ୍ତି କରିକି। ମୁଁ ଆସିଲା ବେଳଠୁ ଦେଖିଲିଣି ତୁ 5 ଥର ପାଣି ମାଗିଲୁଣି ତୋ ସ୍ତ୍ରୀ ତତେ ପାଣି ଗ୍ଲାସ ଦଉନି ଆଉ ମୁଁ ତ ସାଙ୍ଗଟା ମୁଁ ଏଠି ଖାଇବାର କଣ ଆଶା ରଖିବି ମୋର ଗୁରୁ ଭାଇ ଘର ଅଛି ସତ୍ସଙ୍ଗ ଖାଇବି। ତା ସ୍ତ୍ରୀ ତ ଏକଦମ ସାଙ୍ଗେ ସାଙ୍ଗେ ଯେମିତି ନାଗ ସାପ ଲାଙ୍ଗୁଡରେ ହାତ ମାରନ୍ତି ହଁ କିନି ଉଠିଲା। ସେ ତ ଏକ ତ ଶିକ୍ଷିତା ଝିଅ ପୁଣି ବହୁ ପ୍ରତିଷ୍ଠିତ ପରିବାରର ଝିଅ କହିଲା ସାର୍ ଆପଣ ମତେ କମେଣ୍ଟ କରୁଛନ୍ତି। ମୁଁ କହିଲି ମୁଁ କାହିଁକି ଆପଣଙ୍କୁ କମେଣ୍ଟ କରିବି
ବାହାଘରରେ ଏତେ ବର୍ଷ ହେଲା ମୁଁ ଆସିନଥିଲି, ଆଜି ନୂଆ ଆଇଲି, ମୁଁ କମେଣ୍ଟ କରିବାକୁ ମୋର ଦୁଃସାହସ କାଲି। ତାହେଲେ ଆପଣ ଏଇ ଯୋଉ କଥା କହିଲେ, ମୁଁ କହିଲି କଥାର ମର୍ମାର୍ଥତା କହିଲେ ତୁମକୁ ଭଲ ଲାଗିବ ନାହିଁ, ଅଥଚ ତମମାନେ ଶିକ୍ଷିତ, ତମମାନେ ୟୁନିଭର୍ସିଟିର ସର୍ବୋଚ୍ଚ ମାନେ ଶିକ୍ଷା ଲାଭ କରିଛ, ପିଲାଟାକୁ ଭଲ ଭାବରେ ମଣିଷ କରିବାକୁ ଚାହୁଁଛ, କିନ୍ତୁ ତମେ ଯେ ତାକୁ ପାଣି ଦେଲନି, ତମେ ବ୍ୟସ୍ତ ଅଛ ନିଶ୍ଚିତ, ତମେ ରୋଷେଇ କରୁଛ, ଛୁଆଟାର ଝାମିଲା ସମ୍ଭାଳୁଛ, ସବୁ ସତ, କିନ୍ତୁ ସେ ବାରମ୍ବାର ମାଗିବା ସତ୍ତ୍ୱେ ବି ତମେ ତାକୁ ପାଣି ଗ୍ଲାସ ଦେଲନି। ଏଇ ଯେ ଛୁଆଟା 3 ବର୍ଷର 4 ବର୍ଷର ଛୁଆ, ଏଇ ଛୁଆଟା ଯେ ଦେଖୁଛି ଯେ ସେ କାନ୍ଦୁଛି ବୋଲିକି, ଜିଦ୍ଦି କରୁଛି ବୋଲିକି ତା ମା ତା ବାପାକୁ ପାଣି ଦଉନାହିଁ, ଅଥଚ ତାକୁ ବୁଝଉଛି, ଗେଲ କରୁଛି, କୋଳରେ ଧରୁଛି, କାଖଉଛି, ଅଥଚ ତା ବାପାକୁ ପାଣି ଦଉନି। ଏହି ପ୍ରକାରର ଏତାଦୃଶ ବ୍ୟବହାର ଏବଂ ଆଚରଣ ଭିତରୁ ସେଇ ଛୁଆଟା ଆଜି ଶିଖିଲା ଯେ ଏ ଘରେ ମୋର ବାପାର ପ୍ରୟୋଜନ ଅପେକ୍ଷା ମୋର ପ୍ରୟୋଜନଟା ଅଧିକ ଗୁରୁତ୍ୱପୂର୍ଣ୍ଣ ହେଇଥିବାରୁ ମୋ ମା ମୋ ବାପାକୁ ପାଣି ନ ଦେଇକି ମତେ ଖେଳେଇଲା, ଏଇଆ ହିଁ ବୁଝିଲା। ତେଣୁ ସେଇ ପିଲା ଯେତେବେଳେ ଜୀବନରେ ବଡ ହବ, ସେଇ ପିଲା ଯେତେବେଳେ ଭଲ ଭାବରେ ଛିଡା ହବ, ସେତେବେଳେ କହିବ ବାପା କଥା ଏଠି ରହି ଚଳିବନି, ମା କଥା ଏଠି ଚଳିବନି, ଏଠି ମୁଁ ଯାହା କହିବି ସେଇଆ ହବ, ସେଇ ଝିଅକୁ ବାହା ହେବି, ମତଲବ ବାହା ହେବି, ଅମକ ଏଇ ଜାଗାକୁ ଯିବି, ଆଜି ଏଇ ଜିନିଷଟା ଆସିବ, ନହେଲେ ଏଟାକୁ ଭାଙ୍ଗିଦେବି, ତାର ସିଏ ଯାହା ଚାହିଁବ ତାରି କଥାଟା ହିଁ ରହିବ। ଆପଣ ଆଜି ଦିନରେ ସେଇ ପିଲାଟାକୁ ଏଇ ପ୍ରକାର ଶିକ୍ଷା ଦେଇକି ତା ମୁଣ୍ଡ ଭିତରେ ଜିନିଷଟାକୁ ଆପଣ ସେଟଅପ୍ କରେଇଦେବେ। ମୁଁ କହିଲି ଆପଣ ଖରାପ ଭାବିବେନି, ଠାକୁର କହୁଛନ୍ତି ସ୍ୱାମୀ ସେବାକୁ ଉପେକ୍ଷା କରି, ସ୍ୱାମୀ ଚର୍ଯ୍ୟାକୁ ଉପେକ୍ଷା କରି ସନ୍ତାନ ଚର୍ଯ୍ୟାରେ ପାଗଳ ଯିଏ, ସେଇ ନାରୀର ଭାଗ୍ୟ ବେତାଳ, ସନ୍ତାନ ବି ସାତ ପାଞ୍ଜିରୁ ଯାଏ। ଦରଟି କଥାର ସମୟ ଠାରୁ କରି କରେଇକି ଯା ଶିଖେଇବୁ, ସେଇଟା ପିଲାର ମୋକ୍ଷ ହବ, ବୁଝି ନ ଚାଲିଲେ ପସ୍ତେଇବୁ। ଠାକୁର କହୁଛନ୍ତି ଜନ୍ମ କରା କଠିନ ଯଦିଓ, ପାଳନ କିନ୍ତୁ ସହଜ ନୁହେଁ, ସନ୍ଦିକ୍ଷା ସହ ଦକ୍ଷ ନିପୁଣ ହେବାକୁ ହୁଏ। ଜନ୍ମ କରିବାଟା ବହୁତ କଠିନ, କିନ୍ତୁ ପାଳନ କରିବାଟା ଏତେ ସହଜ ନୁହଁ। ସେଇ ପାଳନ କରିବାକୁ ହେଲେ ଗୋଟେ ମାର ମନ କି ରକମ ହେବା ଦରକାର, ତାର ଚାହାଣୀ କି ରକମ ହେବା ଦରକାର, ପିଲାର ପ୍ରତ୍ୟେକଟି ଚିନ୍ତା ଚେତନା ବୈଶିଷ୍ଟ୍ୟ, ତାର ସମସ୍ତ କିଛି ଚାହିଦାଟା ଠାକୁର କହୁଛନ୍ତି ମାର ନଖଦର୍ପଣରେ ରହିବା ଦରକାର। ସେ କୋଉଥିରେ ଖୁସି ହବ, କୋଉଥିରେ ସେ ଇନ୍ସପାୟାର ହବ, କଣ କରିଲେ ସେ ପୁଲକିତ ହବ, କଣ କରିଲେ ସେ ଦୁଃଖ ପାଇବ, କୋଉ ରାସ୍ତାରେ ଗଲେ ସେ ଷ୍ଟିମୁଲେଟେଡ୍ ହବ, ଇଏ ସମସ୍ତ କିଛି ମାର ନଖଦର୍ପଣରେ ଯଦି ନଥାଏ, ସେଇ ପିଲାକୁ ସେ ମଣିଷ କରିକି ତିଆରି କରିପାରିବ ନାହିଁ। ଏଇଟା ମୋର ଆବଶ୍ୟକ। ଧର୍ମ କଥା ମୁଁ ଜାଣେ ନା, ଈଶ୍ୱର କଥା ମୁଁ ଜାଣେ ନା, ଭଗବାନ କଥା ମୁଁ ଜାଣେ ନା, କିନ୍ତୁ ମୋ ଛୁଆଟା ଭଲ ମଣିଷ ହଉ, ଏଇଟା ମୋର ଆବଶ୍ୟକ। ମୋ ସ୍ୱାମୀ ଭଲ ସ୍ୱାମୀଟିଏ ହଉ, ଏଇଟା ମୋର ଆବଶ୍ୟକ। ମୋ ସ୍ତ୍ରୀ ଭଲ ସ୍ତ୍ରୀଟିଏ ହଉ, ସେଇଟା ମୋର ଆବଶ୍ୟକ। ମୋ ପରିବାର ଭିତରେ ଅଭାବ ନ ରହୁ, ଏଇଟା ମୋର ଆବଶ୍ୟକ। ମୋ ବାପା ମା ମୋ ଉପରେ ଖୁସି ରୁହନ୍ତୁ, ଏଇଟା ମୋର ଆବଶ୍ୟକ। ମୋ ପରପରଶୀକି ନେଇକି ମୁଁ ଭଲରେ ରହିବି, ଏଇଟା ମୋର ଚାହିଦା ଏବଂ ଏଇଟା ମୋର ଆବଶ୍ୟକ। ସେଇ ସମସ୍ତକୁ ପରିପୂରଣ କରିବା ଯାହା ଯୋଉ ନୀତି, ତାକୁ ହିଁ ଠାକୁର ଧର୍ମ ନୀତି କହିଲେ। ଏବଂ ସେଇ ଧର୍ମର ମୂର୍ତ୍ତିମନ୍ତ ପ୍ରତୀକ ହେଉଛନ୍ତି ଈଶ୍ୱର, ଯିଏ 3.5 ହାତ ମଣିଷ ଉପରେ ଧରାବତରଣ କରନ୍ତି ଏବଂ ଯାହାଙ୍କର ଚାଲିଚଳନ, ଚିନ୍ତା, ବାକ୍ୟ, ବ୍ୟବହାର, ଆଚରଣ ଭିତରେ ଫୁଟି ଉଠିଥାଏ ଧର୍ମର ପ୍ରତ୍ୟେକଟି କଥା। ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଧର୍ମର କଥା କହିବାକୁ ଯାଇ କହିଲେ, ଏଇ ଧର୍ମ ହିଁ ଶିକ୍ଷାର ଧୃତି, ଏଇ ଧର୍ମ ହିଁ ବର୍ଦ୍ଧନାର ପଥ, ଏଇ ଧର୍ମ ହିଁ ସମ୍ପଦର ଶୁଭଧାରିତା, ଧର୍ମ ହିଁ ଯୋଗ୍ୟତାର ପରମ ଉଦ୍ଧତା, ଧର୍ମ ହିଁ ଅର୍ଥନୀତିର ସମ୍ୟକ୍ ଶ୍ରେଷ୍ଠ, ଧର୍ମ ହିଁ ସବ୍ୟଷ୍ଟି ପାଳନ ନିପଣା, ଧର୍ମ ହିଁ ବିବର୍ତ୍ତନର ଅନୁଶୀଳନ ନିବାହକ, ଧର୍ମ ବ୍ୟକ୍ତିତ୍ୱର ନୀତି, ଧର୍ମ ଜୀବନ ପରିଚର୍ଯ୍ୟାର ପୁରୋହିତ, ଧର୍ମ କୃତି ଦୀପନାର ଉଦ୍ଗାତା, ଧର୍ମ ସ୍ୱାର୍ଥର ସର୍ବସ୍ୱ, ସବିଶେଷ ନିର୍ବିଶେଷର ଏକାହିତ ଅର୍ଥ ଆଉ ଭୂମି ହେଉଛି ଧର୍ମ। ତେଣୁ ଧର୍ମକୁ ତୁମେ ବାଦ ଦିଅ ନା, ବଞ୍ଚିତ ହୁଅ ନା। ସେଇ ନୀତି ନିୟମ ଯାହା ମଣିଷ ଅନୁସରଣ କଲେ ଭଲରେ ବଞ୍ଚିବ, ଯୋଉ ନୀତି ନିୟମ ଯାହା ମଣିଷ ପାଳନ କଲେ ଜୀବନରେ ଉନ୍ନତି ଲାଭ କରିବ, ଜୀବନରେ ମଣିଷ ସମ୍ୟକ ଦର୍ଶନ ଲାଭ କରିବ, ସବୁକିଛି ମଣିଷର ସ୍ଥିତ ପର୍ଯ୍ୟନ୍ତ ଆସିବ, ମଣିଷର ବାଲାନ୍ସ ମାଇଣ୍ଡ ଆସିବ। ଯୋଉ ନୀତି ନିୟମକୁ ଅନୁସରଣ କଲେ ମଣିଷ ନିଜ ଜୀବନକୁ ଅନୁସରଣ କରିପାରିବ, ନିଜ ଜୀବନକୁ ଅନୁଭବ କରିପାରିବ, ତାର ମନଟା ଅନ୍ତର୍ମୁଖୀ ହବ, ତାର ମନଟା ବହିର୍ମୁଖୀ ହବନି। ଯୋଉ କଥା କେଦାର ଭାଇ କହୁଥିଲେ, ଟିକେ ଟିକେ କଥାରେ ମଣିଷ ଅନ୍ୟକୁ ଦୋଷ ଦଉଛି। କାହିଁକି ଦୋଷ ଦଉଛି? ଯେପର୍ଯ୍ୟନ୍ତ ମଣିଷର ମନଟା ଅନ୍ତର୍ମୁଖୀ ହେଇନି, ସେପର୍ଯ୍ୟନ୍ତ ମଣିଷ ନିଜ ଭିତରେ ଦୋଷ ଖୋଜିକି ପାଇବନି। ମଣିଷ ଦୋଷ ଖୋଜିବ ସେତେବେଳେ ଯେତେବେଳେ ମନଟା ତାର ଅନ୍ତର୍ମୁଖୀ ହବ। ମନଟା ହଉଛି ବହିର୍ମୁଖୀ। ସେଥିପାଇଁ ଯାହା କିଛି ଘଟଣା ଘଟିଲେ ସେ ଅନ୍ୟକୁ ବାହାରକୁ ଦୋଷ ଦଉଛି।
ଯେତେବେଳେ ମନଟା ତାର ଅନ୍ତର୍ମୁଖୀ ହବ ସେତେବେଳେ ଯାହା କିଛି ଘଟଣା ଘଟିବ ସେ ନିଜକୁ ଦୋଷ କରିବ ଯେ ମୁଁ ଯଦି ଏଇଟା କରିଥାନ୍ତି ତାହେଲେ ଏଇଟା ହେଇନଥାନ୍ତା, ମୁଁ ଯଦି ସେଇଟା କରିଥାନ୍ତି ତାହେଲେ ସେଟା ହେଇନଥାନ୍ତା। ତେଣୁ ସେଇ ଅନ୍ତର୍ମୁଖୀ ମନଟାକୁ କରିବା ପାଇଁ ମଣିଷର ଅନ୍ତର୍ଜଗତର ଜଣେ ଅଧିଷ୍ଠାତ୍ରୀ ବା ଅଧିଷ୍ଠିତ ଦେବତା ଦରକାର, ଯାହାକୁ ଭଲ ପାଇକି ମଣିଷର ମନଟା ଅନ୍ତର୍ମୁଖୀ ହବ। ସେଥିପାଇଁ ଆଦର୍ଶ ଜୀବନଟା ଏକାନ୍ତ ଅପରିହାର୍ଯ୍ୟ, ଈଶ୍ୱର ଜୀବନଟା ଏକାନ୍ତ ଅପରିହାର୍ଯ୍ୟ। ଆଉ ସେଇ ଈଶ୍ୱର ଯଦି ପୁରୁଷୋତ୍ତମ ହୁଅନ୍ତି, ସେଇ ଆଦର୍ଶ ଯଦି ପୁରୁଷୋତ୍ତମ ହୁଅନ୍ତି, ତାହେଲେ ଜଗତର ଆଉ କୌଣସି କଥା କେବେ ମଣିଷକୁ ଭାବିବାକୁ ପଡିବ ନାହିଁ। ଠାକୁର କହିଲେ ତୁ ଯାହା ଚାହୁଁ ତାହା ପାଇବୁ, ଯାହା ଚାହୁଁ ତାହା ପାଇବୁ। ବିଶ୍ୱାସ କର, ଏଇ ସହଜ ସରଳ ବିଶ୍ୱାସ ହିଁ ଚୈତନ୍ୟ ଆଉ ବିସ୍ତାର ଆଣିଦେଇପାରେ। ଅବିଶ୍ୱାସ ଜଡ଼ତ୍ୱ ହୀନତ୍ୱ ଆଣିଥାଏ। ତେଣୁ ବିଶ୍ୱାସ କରିଲେ ବିଶ୍ୱାସ ଯୁକ୍ତି ତର୍କର ବାହାରେ, ମନ୍ଦିର ବାହାରେ। ତେଣୁ ଠାକୁର କହିଲେ ତୁ ବିଶ୍ୱାସ କର, ଯାହା ଚାହୁଁ ତାହା ପାଇବୁ। ଅହଙ୍କାର କରିବୁ ନାହିଁ, ଅଧୈର୍ଯ୍ୟ ହବୁ ନାହିଁ, ଆଉ ବିରକ୍ତି ପ୍ରକାଶ କରିବୁ ନାହିଁ। ଏଇ ତିନିଟା ହଉଛି ତାର କଟକଣା। ଅହଙ୍କାର କରିବୁ ନାହିଁ, ଅଧୈର୍ଯ୍ୟ ହବୁ ନାହିଁ, ଆଉ ବିରକ୍ତି ପ୍ରକାଶ କରିବୁ ନାହିଁ। ତେବେ ତୁ ଯାହା ଚାହୁଁ ତାହା ପାଇବୁ। ବିଶ୍ୱାସ କର। ତେଣୁ ସେଇ ପୁରୁଷୋତ୍ତମ ଈଶ୍ୱରଙ୍କୁ ମଣିଷ ଯଦି ସହଜ ଭାବରେ ଭଲ ପାଇକି ଚାଲେ, ସେଇ ଭଲ ପାଇବାର ହେଉଛନ୍ତି ସେ କାଙ୍ଗାଳ। ମଣିଷ ତାଙ୍କୁ ଭଲ ନ ପାଇଲେ ମଣିଷର ଜୀବନର ଉନ୍ନତି ନାହିଁ କି ଜଗତର ବିକାଶ ମଧ୍ୟ ସମ୍ଭବ ନୁହଁ। ଯାହା କିଛି ହେଇଛି ମଣିଷ, ଆଜି ଆମେମାନେ ଯାହା କିଛି ହେଇଛୁ, ଏଇ ନିଜକୁ ଭଲ ପାଇକି ହେଇଛୁ ବା ନିଜ ପ୍ରତି ଭଲ ପାଇବା ଥିବାରୁ ଆମେ ଆତ୍ମପକ୍ଷ ସମର୍ଥନ କରିକି ଯାହା କିଛି ଆମେ ପରିବେଶ ଭିତରୁ ଆହରଣ କରୁଛେ। ତେଣୁ ଏଇ ଭଲ ପାଇବା ବଳରେ ହିଁ ମଣିଷର ପରିବର୍ତ୍ତନ ହୁଏ। ଦେଶ ସମାଜ ରାଷ୍ଟ୍ରର ପରିବର୍ତ୍ତନ କିଛି ନୀତି ବାକ୍ୟ ଦ୍ୱାରା ହୁଏ ନା, ଶାସ୍ତ୍ର ପୁରାଣ ଦ୍ୱାରା ହୁଏ ନା। ହୁଏ ଜଣେ ମଣିଷକୁ ଭଲ ପାଇକି ଯୋଉ ମଣିଷ ଭିତରେ ସେ ନୀତିଟା ଫୁଟି ଉଠିଥାଏ। ରାମାୟଣ ଭଲ ପାଇକି ଚରିତ୍ର ସଂଶୋଧନ ହେଇପାରିବ ନାହିଁ, ଗୀତାର ସଂସ୍ଥ ଆବୃତ୍ତି କଲେ ଚରିତ୍ରର ଅନୁରଞ୍ଜିତ ହେଇପାରିବ ନାହିଁ। କିନ୍ତୁ ପ୍ରଭୁ କୃଷ୍ଣଚନ୍ଦ୍ରଙ୍କୁ ଯଦି ମଣିଷ ଭଲ ପାଏ, ତାଙ୍କୁ ଖୁସି କରିବାର ପ୍ରୟାସରେ ଗୀତାର କଥାଟା ତାର ଚରିତ୍ରରେ ଫୁଟି ଉଠିବ। ରାମଚନ୍ଦ୍ରଙ୍କୁ ଯଦି ମଣିଷ ଭଲ ପାଏ, ଆନ୍ତରିକ ଭାବରେ ଶ୍ରଦ୍ଧା କରେ ଏବଂ ପ୍ରକୃତ ପକ୍ଷରେ ଭଲ ପାଇବା ଯଦି ତାଙ୍କ ପାଖରେ ଜୀବନ୍ତ ହୋଇ ଉଠେ, ତାହେଲେ ତାଙ୍କୁ ଖୁସି କରିବାକୁ ଯାଇ ତାର ଚରିତ୍ରଟା ସେଇ ଭାବରେ ଅନୁରଞ୍ଜିତ ହବ। ମ୍ୟାନ୍ ଇଜ୍ ସେଭ୍ଡ ଆଣ୍ଡ ଫ୍ୟାଶନ୍ଡ ବାଇ ହ୍ୱାଟ୍ ହି ଲଭ୍ସ। ତେଣୁ ମଣିଷ ଯାହାଙ୍କୁ ଭଲ ପାଏ, ସେଇ ଭଲ ପାଇବାର ବ୍ୟକ୍ତିକୁ ଖୁସି କରିବାର ପ୍ରୟାସରେ ମଣିଷ ତାଙ୍କର କଥା ଗୁଡାକୁ ଅତି ସହଜରେ ସ୍ୱାଭାବିକ ଭାବରେ ତାର ଚରିତ୍ରରେ ରୂପାନ୍ତରିତ କରିପାରେ। ତେଣୁ ଶ୍ରୀ ଶ୍ରୀ ଠାକୁରଙ୍କର ବାସ୍ତବ ଭାବରେ ଏଇ ଜଗତକୁ ରକ୍ଷା କରିବାର ଯୋଉ ସ୍ୱାଭାବିକ ଧାରା, ସେଇ ସ୍ୱାଭାବିକ ଧାରାଟା ହଉଛି ମଣିଷ ଭଲ ହବା। ଠାକୁର କହିଲେ ତୁମେ ଯେଉଁ ପରିମାଣରେ ପ୍ରକୃତ ହବ, ପ୍ରକୃତି ତୁମକୁ ସେଇ ପରିମାଣରେ ଉପାଧି ନିଶ୍ଚୟ ଦବ। ତେଣୁ ପ୍ରାଣପଣେ ପ୍ରକୃତ ହବାକୁ ଚେଷ୍ଟା କର। ଏଇ ପ୍ରକୃତ ମାନେ ସ୍ୱାଭାବିକ ହବା, ମଣିଷ ନେଚୁରାଲ ହବ, ମଣିଷ ନର୍ମାଲ ହବ, ମଣିଷ ସ୍ୱାଭାବିକ ହବ। ଏଇ ସ୍ୱାଭାବିକ ଧାରାରେ ମଣିଷକୁ ଚାଲିବାକୁ ହେଲେ ସର୍ବପ୍ରଥମ ଦରକାର ତାର ମନର ସ୍ଥିରତା ଏବଂ ମନର ସ୍ୱାଭାବିକତା। ମନର ଆବନର୍ମାଲିଟି ଯଦି ରୁହେ, ତାହେଲେ ସେଇଟା ହିଁ ମଣିଷକୁ ଆବନର୍ମାଲ କରିଦେବ। କାରଣ ଏଇ ମନଟା ହିଁ ମଣିଷର କର୍ମକୁ ନିୟନ୍ତ୍ରିତ କରୁଛି, ଏଇ ମନଟା ହିଁ ମଣିଷର କର୍ମକୁ ପରିଚାଳିତ କରୁଛି। ମନଟା ଯାହାର ଯେରକମ, କର୍ମଟା ମଧ୍ୟ ତାର ସେରକମ। ତେଣୁ ସେଇ ମନ ଯେତେବେଳେ ତାଙ୍କ ଦ୍ୱାରା ପରିପୂରିତ ହୁଏ, ଈଶ୍ୱର ଯେତେବେଳେ ଆସନ୍ତି, ପୁରୁଷୋତ୍ତମ ଯେତେବେଳେ ଆସନ୍ତି, ସେ ଦିଟା ଜିନିଷ ନେଇକି ଆସିଥାନ୍ତି ଦୁନିଆକୁ। ସଂସାରରେ ବହୁ ସାଧୁ ସନ୍ଥ ଅଛନ୍ତି, ମହାପୁରୁଷ ଅଛନ୍ତି, ଅଭ୍ରାନ୍ତ ମୁନିଋଷି ଅଛନ୍ତି, ବହୁ ଦେବାଦେବୀ ଅଛନ୍ତି, ବିଭିନ୍ନ ପ୍ରକାର ଭକ୍ତ ସାଧକ ଅଛନ୍ତି। କିନ୍ତୁ ପୁରୁଷୋତ୍ତମ ଈଶ୍ୱର ଦୁଇଟା ଜିନିଷ ତାଙ୍କ ପାଖରେ ରହିଛି, ଯାହା ତସ୍ମିନ୍ କାଳେ ଅନ୍ୟ କାହା ପାଖରେ ଦେଖାଯାଏ ନା। ପ୍ରଥମଟା ହଉଛି ସେ ନାମର ମାଲିକ, ଆଉ ନାମ ନେଇକି ଦୁନିଆକୁ ଆସନ୍ତି। ଯୋଉ ନାମର କମ୍ପନରେ, ଯୋଉ ନାମକୁ ମନନ କଲେ, ଯୋଉ ନାମକୁ ଜପ କଲେ, ଯୋଉ ନାମକୁ ଧ୍ୟାନ କଲେ ମଣିଷର ସୀମିତ ମନଟା ପ୍ରସାରିତ ହୁଏ ଏବଂ ମଣିଷ ସ୍ୱାଭାବିକ ହୁଏ, ମନଟା ସ୍ଥିର ହୁଏ, ଶାନ୍ତ ହୁଏ, ନର୍ମାଲ ହୁଏ, ନେଚୁରାଲ ହୁଏ। ମଣିଷର ମନର ପାୱାର ଅଫ୍ ପରସେପ୍ଟିଭିଟି, ରିସେପ୍ଟିଭିଟି ବଢେ, ମଣିଷ ସ୍ଥିତପ୍ରଜ୍ଞ ହୁଏ। ସେଇ ନାମଟା ପୁରୁଷୋତ୍ତମଙ୍କ ବ୍ୟତିରେ ଜଗତର କୌଣସି ସାଧୁ ସନ୍ଥ ମହାପୁରୁଷ ମୁନି ଋଷି ଦେବାଦେବୀଙ୍କର ନାହିଁ। ସମସ୍ତେ ସେଇ ନାମ ପାଇଁ ତାଙ୍କୁ ହିଁ ପୂଜା କରନ୍ତି, ତାଙ୍କୁ ହିଁ ଅଭ୍ୟର୍ଥନା କରନ୍ତି, ତାଙ୍କୁ ହିଁ ଆରାଧନା କରନ୍ତି, ତାଙ୍କୁ ହିଁ ଭଲ ପାଆନ୍ତି, ତାଙ୍କର ଦୀକ୍ଷା ଗ୍ରହଣ କରନ୍ତି, ତାଙ୍କୁ ହିଁ ପ୍ରତିଷ୍ଠା କରି ଚାଲନ୍ତି ସେଇ ନାମ ପାଇଁ। ନାମର ମାଲିକ ହେଉଛନ୍ତି ଈଶ୍ୱର ପୁରୁଷୋତ୍ତମ। ନାମ ଛଡା ତାଙ୍କର ଅନ୍ୟ କାହା ପାଖରେ ଜିନିଷଟା ମିଳେ ନା। ଆଉ ଦ୍ୱିତୀୟ କଥା ହଉଛି, ଜଗତର ଯାହା ଯାହା କିଛି ପ୍ରୟୋଜନ ସମସ୍ତଙ୍କର ସବୁ ପ୍ରକାରର ସର୍ବପ୍ରକାରର ପରିପୂରଣ ସିଏ କରିପାରନ୍ତି, ତାଙ୍କ ଭିତରେ ଆଉ କେହି କରିପାରନ୍ତି ନାହିଁ। ମଣିଷର ଯାହା ଯାହା କିଛି ପ୍ରୟୋଜନ
ସମସ୍ତ ପ୍ରୟୋଜନକୁ ସେ ପରିପୂରଣ କରିପାରନ୍ତି। ସେଥିପାଇଁ ପ୍ରତି ପ୍ରତ୍ୟେକଙ୍କର ଜୀବନର ସମସ୍ତ କିଛି ଚାହିଦାର ସମସ୍ତ କିଛି ସମାଧାନର ସମାଧାନୀ ସୂତ୍ର ସେ ନିଜେ ନେଇକି ଆସନ୍ତି, ନିଜେ ଆଚରଣ କରନ୍ତି ଏବଂ ହଜାର ହଜାର ବାଣୀ ଭିତରେ ମଣିଷ ପାଖରେ ରଖିଦେଇ ଯାଇଥାନ୍ତି। ଅଭ୍ରାନ୍ତ ସେଇ ଜୀବନ ଦର୍ଶନର ଧାରା ଯାହାକୁ ଅନୁସରଣ କରିକି ମଣିଷ ଗୋଟେ ଭଲ ମଣିଷ ହେଇପାରିବ। ଶ୍ରୀ ଠାକୁର ଧର୍ମର କଥା କହିବାକୁ ଯାଇ ବ୍ୟକ୍ତି ଜୀବନର କଥା କହିଛନ୍ତି, ଦାମ୍ପତ୍ୟ ଜୀବନର କଥା କହିଛନ୍ତି, ପାରିବାରିକ ସାମାଜିକ ରାଷ୍ଟ୍ରୀୟ ଜୀବନର କଥା କହିଛନ୍ତି, ସାହିତ୍ୟ କଳା ଦର୍ଶନ ରାଜନୀତି ଅର୍ଥନୀତି ସମାଜନୀତି ଜନନୀତି କୃଷି ଶିଳ୍ପ ବାଣିଜ୍ୟ ବ୍ୟବସାୟ ସ୍ୱାସ୍ଥ୍ୟ ସଦାଚାର ଠାରୁ ଆରମ୍ଭ କରିକି ଭଲ ସନ୍ତାନଟିଏ ଜନ୍ମ କରିବା, ତାକୁ ଭଲ ଭାବରେ ଲାଳନ ପାଳନ କରିକି ଭଲ ଭାବରେ ବଢେଇବା, ଯାବତୀୟ କଥା ଠାକୁର କହିଛନ୍ତି। ଅନ୍ୟୁନ 25,000 ପୃଷ୍ଠାର ବାଣୀ ଦେଇଛନ୍ତି। 25,000 ପୃଷ୍ଠାର ବାଣୀ ଠାକୁର ଦେଇଛନ୍ତି, ଯାହା ମଣିଷର ଜୀବନ ପାଇଁ, ଏହି ସମଗ୍ର ଜଗତ ପାଇଁ, ଜଗତର ପ୍ରତ୍ୟେକଟି ସମସ୍ୟା ପାଇଁ, ଜୀବନର ପ୍ରତ୍ୟେକଟି ସମସ୍ୟା ପାଇଁ ସବୁ ସମୟରେ ଅପରିହାର୍ଯ୍ୟ, ଯାହାର କୌଣସି ପରିବର୍ତ୍ତନ କରିବା ଜଗତ ପକ୍ଷରେ କାହାର କିଛି ସମ୍ଭବ ନୁହଁ। ଶ୍ରୀ ଠାକୁର ସେହି ସମସ୍ତ ବାଣୀ ନିଜେ ଆଚରଣ କରିକି ଆମମାନଙ୍କ ପାଖରେ ରଖିଦେଇ ଯାଇଛନ୍ତି। ସେ ବାଣୀ ଯଦି ଆଜି ଆମେ ନ ମାନୁ ଏବଂ ସେ ବାଣୀକୁ ଯଦି ଆମେ ଅନୁସରଣ ନ କରୁ, ତାହେଲେ ଯେ ପର୍ଯ୍ୟନ୍ତ କରିନାହୁଁ, ଯେ ପର୍ଯ୍ୟନ୍ତ ମାନି ନାହୁଁ, ଜନ୍ମ ଜନ୍ମ ଗଲେ ମଧ୍ୟ ଆମମାନଙ୍କର ଉନ୍ନତି କେବେ ସମ୍ଭବ ନୁହଁ ଏବଂ ଦିନେ ତାକୁ ମାନିବାକୁ ହିଁ ପଡିବ। ଏ ଜନ୍ମରେ ନହେଲେ ଆର ଜନ୍ମରେ, ଆର ଜନ୍ମରେ ନହେଲେ ତା ପର ଜନ୍ମରେ, ତା ପର ଜନ୍ମରେ ନହେଲେ ତା ପର ଜନ୍ମରେ ପୁରୁଷୋତ୍ତମକୁ ଜୀବନରେ ଗ୍ରହଣ କରି ମଣିଷ ଯେ ପର୍ଯ୍ୟନ୍ତ ତାଙ୍କ ପ୍ରତି ଶ୍ରଦ୍ଧାଶୀଳ ନ ହୋଇଛି, ତାଙ୍କ ପ୍ରତି ଭକ୍ତି ନିବେଦନ ନ କରିଛି, ତାଙ୍କୁ ଅନ୍ତର ଭିତରେ ବସେଇକି ପୂଜା ଆରାଧନା ନ କରିଛି, ସେ ପର୍ଯ୍ୟନ୍ତ ମଣିଷର ଅନ୍ତର୍ଜଗତର ପରିବର୍ତ୍ତନ କେବେ ସମ୍ଭବ ନୁହଁ। କାରଣ ପରିବର୍ତ୍ତନ ହେବ ସେତେବେଳେ ମଣିଷ ଯେତେବେଳେ ପରିବର୍ତ୍ତନ ଧାରା ପ୍ରତି ଆକୃଷ୍ଟ ହୋଇଛି ଏବଂ ସେହି ବ୍ୟକ୍ତି ବିଶେଷଙ୍କ ପ୍ରତି ଶ୍ରଦ୍ଧାଶୀଳ ହୋଇଛି ତାଙ୍କୁ ଜୀବନରେ ନେଇକି ଚାଲିବ। ସେଥିପାଇଁ ଜୀବନର ଉତ୍ସ ହେଉଛନ୍ତି ସିଏ, ତାଙ୍କୁ ବାଦ ଦେଇକି ଜୀବନ ଉପଭୋଗ କରିବା କେବେ ସମ୍ଭବ ନୁହଁ। ସେଥିପାଇଁ ପୁରୁଷୋତ୍ତମ ଯେତେବେଳେ ଆସନ୍ତି, ସେ ଯୋଉ ଧାରା ଦେଇଥାନ୍ତି, ସେ ଯୋଉ ବାଣୀ ଦେଇଥାନ୍ତି, ସେ ଯୋଉ ରାସ୍ତା ଦେଖାଇଥାନ୍ତି, ସେଇ ରାସ୍ତାଟା ଆମମାନଙ୍କର ଜୀବନର ରାସ୍ତା। ଆମେ ଆଜି ତାଙ୍କୁ ବାଦ ଦେଇକି ଯେଭଳି ଭାବରେ ଚାଲିଛି, ସଂସାର ଆଜି ଯେପରି ଭାବରେ ଆଗେଇ ଚାଲିଛି, ମଣିଷର ଜୀବନ ଆଜି ଯେଭଳି ଭାବରେ ଆଗେଇ ଚାଲିଛି, ସେହି ସମସ୍ତ ଆଗେଇବା ଭିତରେ ନ କରିକି ପାଇବାର ଲୋଭ ଲାଳସା ଏତେ ବେଶୀ ଅଛି, ଯୋଉଥିପାଇଁ କି ମଣିଷ ଧର୍ମର ନାଁରେ ବହୁ ପ୍ରକାର କୁସଂସ୍କାରକୁ ଆପଣାଇ ନେଇଛି। ଧର୍ମର ନାଁରେ, ଈଶ୍ୱରଙ୍କର ନାଁରେ, ଆଧ୍ୟାତ୍ମିକତାର ନାଁରେ ମଣିଷ ଅନେକ ଜାଗାରେ ଯାଇକି ମୁଣ୍ଡ ନଇଛି, ଯୋଉଠି ମଣିଷ କେବଳ ଠକିଛି ଏବଂ ବହୁ ଠକାମିର ଘଟଣା ଆଜି ସମାଜ ଠାରୁ ଖବରକାଗଜ ଠାରୁ ଆରମ୍ଭ କରିକି ମିଡିଆ ମାଧ୍ୟମରେ, ବିଭିନ୍ନ ପ୍ରକାର ଇଲେକ୍ଟ୍ରୋନିକ ମିଡିଆ ମାଧ୍ୟମରେ ଆମମାନଙ୍କର ନଜରକୁ ଆସୁଛି, ଯୋଉଥିପାଇଁ ମଣିଷର ଈଶ୍ୱରଙ୍କ ପ୍ରତି, ଭଗବାନଙ୍କ ପ୍ରତି, ଆଧ୍ୟାତ୍ମିକତା ପ୍ରତି ଅନେକ ମଣିଷର ନାକ ଟେକୁଛନ୍ତି। ଏଇଥିପାଇଁ ଯେ ଅନ୍ତତଃ ପ୍ରକୃତ ପକ୍ଷରେ ଆଧ୍ୟାତ୍ମିକତାର ଯୋଉ ବେସିକ ଜିନିଷ, ସେ ବେସିକ ଜିନିଷଟାକୁ ବୁଝିବାରେ ସେମାନେ ସମର୍ଥ ହେଉନାହାନ୍ତି। ତେଣୁ ଜୀବନର ଏକମାତ୍ର ଉପାସ୍ୟ ହେଉଛନ୍ତି ପୁରୁଷୋତ୍ତମ। ପୁରୁଷୋତ୍ତମ ସବାର ଗୁରୁ ସବାର ଧାତା ପୂଜ୍ୟମାନ ଧୃତି ଚର୍ଜି ସଭିଙ୍କର ସେ ଭଜନ ମୂର୍ତ୍ତ ଭଗବାନ। ইষ্ট জানিস পুরুষোত্তম আসেন ধর্ম সংস্থাপনায়, গুরু বলে তার ওই পার্শ্বদে তাকেই বহি ভর দুনিয়ায়। সব দেবতার সমাহারে পুরুষোত্তমর সৃষ্টি, সহজ মনীষ নররূপে করন্তি ধৃতি বৃষ্টি। পুরুষোত্তম আসেন যখন তিনি আচার্য, তিনি গুরু, তিনি সবার জীবন দণ্ডা, তিনি সবার জীবন মেরু। ইষ্ট জানিস পুরুষোত্তম আসেন ধর্ম সংস্থাপনায়, গুরু বলে তার ওই পার্শ্বদে তাকেই বহে ভর দুনিয়ায়। পুরুষোত্তম যেତେବେଳେ ଯେତେବେଳେ ଧରାବତରଣ କରନ୍ତି, ସେହି ହେଉଛନ୍ତି ଖାଲି ମଣିଷର ନୁହଁ, ସାରା ଜଗତର ପ୍ରତ୍ୟେକଟି ଅନ୍ତତଃ ଦେବାଦେବୀ ଠାରୁ ଆରମ୍ଭ କରିକି ପ୍ରତ୍ୟେକଟି ମୁନିଋଷି ମାନଙ୍କର ସେହି ହେଉଛନ୍ତି ଉପାସ୍ୟ, ସେହି ହେଉଛନ୍ତି ବରଣୀୟ, ସେହି ହେଉଛନ୍ତି ଆଦରଣୀୟ। ତେଣୁ ଆସନ୍ତୁ ଜୀବନରେ ତାଙ୍କୁ ଭଲ ପାଇ ତାଙ୍କର ସଦ୍ଦୀକ୍ଷା ଗ୍ରହଣ କରି ଆମମାନଙ୍କର ଭିତରେ ଥିବା ସମସ୍ତ କଳୁଷ କାଳିମାକୁ ଦୂର କରି ଆମେମାନେ ଚାହୁଁଥିବା ଆମମାନଙ୍କର ବ୍ୟକ୍ତି ଜୀବନ, ଦାମ୍ପତ୍ୟ ଜୀବନ, ପାରିବାରିକ ଜୀବନ ଏବଂ ପାରିପାର୍ଶ୍ୱିକ ଜୀବନକୁ ସୁନ୍ଦର କରିନେବା, ସହଜ କରିନେବା ଏବଂ ସେହି ସହଜ ସୁନ୍ଦର ରାସ୍ତାରେ ନିଜ ଜୀବନକୁ ଉପଭୋଗ କରି ଅନ୍ୟମାନଙ୍କୁ ଉପଭୋଗ ଇନ୍ଧନ ଯୋଗାଇ ଗାଇଉଥିବା ବନ୍ଦେ ପୁରୁଷୋତ୍ତମ।